प्रति मासरे सरकार देउछन्ति 1000 टंका। जल्दी करंतु आवेदन। छात्र छात्री हुअन्तु कि साधारण जनता, प्रत्येक वर्ग पई भिन्न भिन्न योजना कार्यकारी करुछन्ति सरकार। विशेषकरी वयस्क, शिशु एवं महिलांक स्वार्थ दृष्टि रखी योजना कार्यकारी कराଯାଇଛି, जहाद्वारा साधारण नागरिक माने सीधासलख लाभ पाउछन्ति। एभଳି एक योजनारे वार्षिक 12,000 टंका जगाई दियाଯାଇଛି, अर्थात मासकु 1,000 टंका लखाएं जगाई दियाଯାଉଛି। ଏହି ଯୋଜନାରେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଟଙ୍କା ପଠାଇବା ଆରମ୍ଭ କରାଯାଇଛି। ଏଥିରୁ କେଉଁମାନେ ଉପକୃତ ହେବେ ଆସନ୍ତୁ ଜାଣିବା। ଚଳିତ ବର୍ଷ ମାର୍ଚ୍ଚ 10 ତାରିଖରେ ଏହି ଯୋଜନା ମହିଳାଙ୍କୁ ଟଙ୍କା ମିଳିବା ଆରମ୍ଭ କରିଛି। ଏହାକୁ ନେଇ ଅର୍ଥମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ତେବେ ଏହି ଯୋଜନାରେ ସାମିଲ ହେବାକୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ରଖିଛନ୍ତି ସରକାର। 20 ରୁ 60 ବର୍ଷ ବୟସ୍କ ମହିଳା ଏହି ଯୋଜନା ପାଇଁ ଆବେଦନ କରିପାରିବେ। ଏହା ବ୍ୟତୀତ ଆବେଦନକାରୀଙ୍କ ପରିବାର ବାର୍ଷିକ ଆୟ 2,50,000 ରୁ ଅଧିକ ହୋଇଥିଲେ ଏହି ଯୋଜନାରେ ଲାଭ ମିଳିବ ନାହିଁ। ତେବେ କେବଳ ବିବାହିତ ମହିଳାଙ୍କୁ ଏହି ଯୋଜନାରେ ଲାଭ ଦିଆଯାଉଛି। ଏହି ଯୋଜନାରେ ଲାଭ ଉଠାଇବାକୁ ଆବେଦନ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଆଧାର କାର୍ଡ ଏବଂ ମହିଳାଙ୍କ ପାନ କାର୍ଡ ଦାଖଲ କରିବାକୁ ପଡ଼ିବ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ କରିବାକୁ ବାଧ୍ୟତାମୂଳକ ରହିଛି। ମହିଳାଙ୍କ ପାଖରେ ଏକ ମୋବାଇଲ ନମ୍ବର ରହିବା ମଧ୍ୟ ଆବଶ୍ୟକ। ସରକାରଙ୍କ ଅନୁଯାୟୀ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ଆର୍ଥିକ ସ୍ତରରେ ମଜବୁତ କରିବା ଏବଂ ପରିବାରର ନିଷ୍ପତ୍ତି ନେବାରେ ମହିଳାଙ୍କ ପ୍ରଭାବଶାଳୀ ଭୂମିକା ଉତ୍ସାହିତ କରିବା। ବିଧବା ଏବଂ ବିବାହ ବିଚ୍ଛେଦରେ ଶିକାର ମହିଳାମାନେ ମଧ୍ୟ ଏହି ଯୋଜନା ପାଇଁ ଆବେଦନ କରିପାରିବେ।